ରାମ ନାରାୟଣ ରାମ। ବାସ୍ତବିକତା କିମ୍ବା ବ୍ୟବହାରିକତାର ଏହି ନିୟମ ମଧ୍ୟରେ ହିଁ ଆମେ ଆଗକୁ ବଢ଼ୁଛୁ। ଏହି ମନ୍ତ୍ର ତେଜ, ଏହି ଶବ୍ଦର ଶକ୍ତିକୁ ବର୍ଣ୍ଣନା କରିପାରିବା ନୁହେଁ। ଏହି ପାଇଁ କୌଣସି ବିଶେଷ ନିୟମର ଆବଶ୍ୟକତା ନାହିଁ। କେବଳ ଏହି ଯନ୍ତ୍ରକୁ ବଜାଇବା ଦ୍ୱାରା ସ୍ଫୁରଣ ସ୍ୱତଃସ୍ଫୂର୍ତ୍ତ ଘଟିଯିବ। ମଧୁର ସ୍ୱାଦ ବିଷୟରେ ପୂର୍ବରୁ ଜଣାଥିଲା। ଏହିଥିରୁ ନବଜାତ ଶିଶୁର ମୁହଁରେ ମଧୁ ପକାଇଲେ ସେ ତାହା ଚୁଷିବାକୁ ଆରମ୍ଭ କରେ। ମନ୍ତ୍ରର ମଧୁର ସୁର ନିନାଦ ମଧ୍ୟ ଏପରି ଅଟୁଟ ଥାଏ। ଗର୍ଭାବସ୍ଥାରେ 10 ମାସ ରହିବା ପରେ ଆଜି ମଧ୍ୟ ଆମେ ମୂଳାଧାର ଓ ମଣିପୁର ଚକ୍ର ଗର୍ଭରେ କୁଣ୍ଡଳିନୀ ଶକ୍ତିର ଆକାରରେ କୁଣ୍ଡଳୀ ହୋଇଅଛୁ। ସମସ୍ତ ଶକ୍ତି ଜାଗୃତ ଅଛି। ସାଉଁପ କିପରି ଜାଗେ ଚିତ୍କାର କଲେ ସେ ଶୁଣିପାରେ ନାହିଁ, କାରଣ ସାଉଁପଙ୍କର କାନ ନଥାଏ। ସେ ଜିଭା ଦ୍ୱାରା ଶୁଣେ। ସାଉଁପ ଯେତେବେଳେ ତାହାର ବିଲରେ ରହିଥାଏ, ଗ୍ରାମଗୁଡ଼ିକର ସପେରାମାନେ ସାଉଁପର ବିଲ୍ ସାମ୍ନାରେ ହିସ୍ ହିସ୍ କରିଥାନ୍ତି ଓ ସାଉଁପ ଏହି ଦୃଶ୍ୟକୁ ଦେଖିପାରେ। ପରେ ସପେରାମାନେ ତାଙ୍କର ଜିଭା ଲପଲପାଇଥାନ୍ତି, ଗୀତ ଗାଇଥାନ୍ତି। ବୀଣାର ସ୍ୱର ସାଉଁପ ଶୁଣି ଧୀରେ ଧୀରେ ବାହାରକୁ ଆସେ ଓ ସପେରା ତୁରନ୍ତ ତାହାର ଗଳା ଧରି ନେଇଥାନ୍ତି। ଆମ ଭିତରେ ଥିବା ସାପ ମଧ୍ୟ କୁଣ୍ଡଳିନୀ ଶକ୍ତିରେ କୁଣ୍ଡଳୀ ହୋଇ ବସିଛି। ଏହି ସାଉଁପ କେଉଁ ସପେରାର ସ୍ୱରରେ ଜାଗିବ?